ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ହେଉଛି 24 ସେପ୍ଟେମ୍ବର 2025 ମସିହା ବୁଧବାର। ଆସନ୍ତୁ ଜାଣିବା ରାଜ୍ୟରେ ଏବଂ ଦେଶ ବିଦେଶରେ ଘଟୁଥିବା ପ୍ରମୁଖ ଖବର ଗୁଡ଼ିକ। ଆଜିର ପ୍ରଥମ ଖବର, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆସନ୍ତା 4 ଦିନ ପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ଏହି ଲଘୁଚାପ ଗୁଡ଼ିକ ଅଧିକ ଘନୀଭୂତ ହେଲେ ଏହା ବାତ୍ୟାର ରୂପ ନେବ ବୋଲି ଆକଳନ ମଧ୍ୟ କରାଯାଉଛି। ଫଳରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ପରବର୍ତ୍ତୀ ଖବର, ରାସନ କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କର ନୂତନ ଗାଇଡଲାଇନ୍। 22 ଜୁଲାଇ ଦିନ କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ଜଣେ ରାସନ କାର୍ଡଧାରୀ 6 ମାସ ମଧ୍ୟରେ କୌଣସି ରାସନ ସଂଗ୍ରହ ନ କରିଥିଲେ ତାଙ୍କର କାର୍ଡକୁ ନିଷ୍କ୍ରିୟ ବୋଲି ବିବେଚନା କରାଯିବ। ଏହାପରେ ପରିବାର ରାସନର ଲାଭ ପାଇପାରିବେ ନାହିଁ ଏବଂ ଅନ୍ୟପକ୍ଷରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କର କାର୍ଡକୁ ମଧ୍ୟ ନିଷ୍କ୍ରିୟ ବୋଲି ଗ୍ରହଣ କରାଯିବ। ଫଳରେ ଗ୍ରାଉଣ୍ଡ ଜିରୋରେ ତାଙ୍କର ରିପୋର୍ଟକୁ ଯାଞ୍ଚ କରାଯିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ରାସନ କାର୍ଡକୁ କାଟି ଦିଆଯିବ। ପରବର୍ତ୍ତୀ ଖବର, ଧାରଣାରେ ସିଆର୍ପି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ସିଆର୍ପି ମାନେ ବ୍ଲକରେ ଧାରଣା ଦେଇଛନ୍ତି। ସେମାନେ ଆଗରୁ ଯେଉଁ ପ୍ରାପ୍ୟ ପାଉଥିଲେ ତାହା ବର୍ତ୍ତମାନ ପାଉନାହାନ୍ତି। ସରକାରଙ୍କର ନିୟମ ଅନୁଯାୟୀ ଗୋଟିଏ ରାଜସ୍ୱ ଗ୍ରାମରେ ଜଣେ ଲେଖାଏଁ ସିଆର୍ପି ରହୁଥିବାରୁ ଫଳରେ ଆଗରୁ ଥିବା ସିଆର୍ପି ମାନଙ୍କ ମଧ୍ୟରୁ 46 ଜଣ ସିଆର୍ପି ଏବଂ 5 ଜଣ ଏମ୍ବିକେ ପ୍ରଭାବିତ ହେଉଛନ୍ତି। ଫଳରେ ସେମାନେ ଧାରଣାରେ ବସିଛନ୍ତି। ପରବର୍ତ୍ତୀ ଖବର, ମିଳିଲା ନିଖୋଜ ପୁଅର ମୃତଦେହ। ବାପ ପୁଅ 2 ଜଣ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରପାତ ଘଟଣା ଘଟିଥିଲା। ଫଳରେ ବାପାର ମୃତ୍ୟୁ ହୋଇଥିଲା ଏବଂ ପୁଅ ଜଣକ ନିଖୋଜ ଥିଲେ। 2 ଦିନ ପରେ ପୁଅର ମୃତଦେହ ବର୍ତ୍ତମାନ ସମୁଦ୍ର ମୁହାଣ ମୁହଁଠାରୁ 8 ମାଇଲ ଦୂରରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଘଟଣା ଅଟେ। ପରବର୍ତ୍ତୀ ଖବର, ରାଜ୍ୟରେ ଖାଲି ପଡ଼ିଛି 14,000 ଡାକ୍ତରୀ ପଦ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁଙ୍କର ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଙ୍କର ସୂଚନା ଅନୁଯାୟୀ ରାଜ୍ୟରେ 9,633 ମେଡିକାଲ ଅଫିସର ପଦବୀ ଏବଂ 4,880 ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି। ପରବର୍ତ୍ତୀ ଖବର, ବିଧାନସଭା ସମ୍ମୁଖରେ ବିଜେଡିର ହୋ-ହଲ୍ଲା। ପଞ୍ଚାୟତ ପ୍ରତିନିଧିମାନଙ୍କର କ୍ଷମତାକୁ ସଂକୁଚିତ ଅଭିଯୋଗ କରି ବିଜେଡିର ବିକ୍ଷୋଭ। ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଶହ ଶହ କର୍ମୀ। ବହୁ ପଞ୍ଚାୟତ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ମଧ୍ୟ ସାମିଲ ହୋଇଛନ୍ତି। ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା, ସୁଲୋଚନା ଦାସ, ସୁଲତା ଦେଓ, ଚିନ୍ମୟ ସାହୁ ଏବଂ ଇପ୍ସିତା ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ମଧ୍ୟ ନେଇଛନ୍ତି। ପରବର୍ତ୍ତୀ ଖବର, 85,000 କୋଟି ଟଙ୍କାରେ ନୂତନ ଆୟୁର୍ବେଦ କଲେଜ ପ୍ରତିଷ୍ଠା ହେବ। ଜୟଦେବ ଭବନଠାରେ ଅନୁଷ୍ଠିତ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଆୟୁର୍ବେଦ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ 85,000 କୋଟି ଟଙ୍କାର ମଧ୍ୟ ବ୍ୟୟବରାଦ କରାଯାଇଛି। ରାଇରଙ୍ଗପୁରଠାରେ ହେବ ଏହି ନୂତନ ଆୟୁର୍ବେଦ କଲେଜ ଏବଂ ସେ ତାଙ୍କ ଭାଷଣରେ ଆୟୁର୍ବେଦର ଉପକାରିତା ମଧ୍ୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଆ ଚଳଚ୍ଚିତ୍ର ବୋଉ ବୁଟୁ ଭୂତର ହିନ୍ଦୀ ରିମେକ୍ କରିବେ କରଣ ଜୋହର। ଏହି ଫିଲ୍ମକୁ ନିର୍ମାଣ କରିବେ ତାଙ୍କର ନିଜର ଧର୍ମା ପ୍ରଡକ୍ସନରେ। ଏନେଇ ଧର୍ମା ପ୍ରଡକ୍ସନ ପକ୍ଷରୁ ପବ୍ଲିକ ନୋଟିସ ମଧ୍ୟ ଜାରି କରାଯାଇଛି। 15 ଦିନ ଭିତରେ ଚୁକ୍ତି କରାଯିବ। ଧର୍ମା ପ୍ରଡକ୍ସନରେ ଏହାର ହିନ୍ଦୀ ଭର୍ଜନରେ ପ୍ରସ୍ତୁତ କରାଯିବ। ପରବର୍ତ୍ତୀ ଖବର, ଆସନ୍ତା 27 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜ୍ଞା ହଁ, ଆସନ୍ତା 27 ତାରିଖରେ ମୋଦି ଆସୁଛନ୍ତି। ଓଡ଼ିଶା ଆସିବେ ଏବଂ ଝାରସୁଗୁଡ଼ାରେ ଏକ ସମାବେଶକୁ ସମ୍ବୋଧନ କରିବେ। ପୂର୍ବରୁ ମୋଦିଙ୍କର ବ୍ରହ୍ମପୁର ଗସ୍ତର ଯୋଜନା କରାଯାଇଥିଲା, କିନ୍ତୁ ବ୍ରହ୍ମପୁରରେ ବର୍ଷା ଆଲର୍ଟ ଥିବାରୁ କାର୍ଯ୍ୟକ୍ରମକୁ ବର୍ତ୍ତମାନ ଝାରସୁଗୁଡ଼ାକୁ ସ୍ଥାନାନ୍ତରଣ କରାଯାଇଛି। ପରବର୍ତ୍ତୀ ଖବର, ସମ୍ପୂର୍ଣ୍ଣ ହୋଇଛି ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ସ୍ଥାନାନ୍ତରଣ। ମହାପ୍ରଭୁଙ୍କର ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଯାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ଯେ ଗତକାଲି 10:55ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତରଣ। ଅପରାହ୍ନ 2:55ରେ ସରିଥିଲା। ମୋଟ 6ଟି ଆଲମିରା ସହିତ
6ଟି ପ୍ୟାକେଟରେ ସମସ୍ତ ଅଳଙ୍କାରକୁ ବନ୍ଦ କରି ସ୍ଥାନାନ୍ତରଣ କରାଯାଇଛି। ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ 2ଟି ଚାବି ପଡ଼ିଛି। ଏହାପରେ ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ତାଲା ପକାଯାଇଛି। ରାଜ୍ୟ ସରକାରଙ୍କର SOP ଅନୁଯାୟୀ ସ୍ଥାନାନ୍ତରଣ କରାଯାଇଛି। ଆଗାମୀ ସରକାରଙ୍କର ନିର୍ଦ୍ଦେଶ ପରେ ଏହି ସମସ୍ତ ଖୋଲାଯାଇ ଗଣତି ମଣତି କରାଯିବ। 1978 ମସିହା ତାଲିକା ଅନୁଯାୟୀ ଏହାକୁ ମେଳକ କରାଯିବ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ ଖୋଲିଲେ ଦୁର୍ନୀତିର ଗୁମର। କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କର ବିଧାନସଭାରେ ଦୁର୍ନୀତିକୁ ନେଇ ଉଠାଇଥିଲେ ପ୍ରଶ୍ନ। ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସୋଫିଆ ପଚାରିଥିଲେ ଯେ ଦୁର୍ନୀତି କେତେ ହୋଇଛି। ବିଧାନସଭାରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 15 ମାସ ମଧ୍ୟରେ 4730 ଅଧିକାରୀମାନଙ୍କୁ ବନ୍ଧାଯାଇଛି। ଫଳରେ ରାଜ୍ୟର ଅତି ରୁଗ୍ଣ ଅବସ୍ଥା ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର, ସରକାରୀ କର୍ମଚାରୀମାନଙ୍କ ପାଇଁ ଦୀପାବଳି ଭେଟି। ସରକାରୀ କର୍ମଚାରୀ ଖୁବ୍ ଶୀଘ୍ର ଦୀପାବଳି ଉପହାର ପାଇବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ସରକାର ସପ୍ତମ ବେତନ କମିଶନ ଅଧୀନରେ ଶେଷ ମହଙ୍ଗା ଭତ୍ତାକୁ ମଞ୍ଜୁରୀ କରିବାକୁ ଯାଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମହଙ୍ଗା ଭତ୍ତା 3% ବୃଦ୍ଧି ପାଇପାରେ। ଆକଳନ କରାଯାଉଛି ଯେ ମୋଟ ମହଙ୍ଗା ଭତ୍ତା 58% ହେବ। ଏହା କ୍ରମଶଃ ଦ୍ୱିତୀୟ ଥର ପାଇଁ ମହଙ୍ଗା ଭତ୍ତା 3% ବୃଦ୍ଧି ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ 4.8 ମିଲିୟନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 6.6 ମିଲିୟନ ପେନସନଭୋଗୀ ଲାଭବାନ ହେବେ।